ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଦ ପ୍ଲସ୍ ଟୁ ସେକେଣ୍ଡ ଇୟର ଆର୍ଟ ସାଇନ୍ସ କମର୍ସ ପିଲାଙ୍କୁ ତ ପିଲାମାନେ ତମମାନଙ୍କ ପାଇଁ ନେଇ ଆସିଛି କ'ଣ ନା ତିନି ତୁଣ୍ଡର MCQ କ୍ୱେଶ୍ଚିନ୍ ଆନ୍ସର ବହୁତ ଗୁରୁତ୍ୱପୂର୍ଣ୍ଣ। ତିନି ତୁଣ୍ଡର ଭୁବନେଶ୍ୱର ବେହେରା ଲେଖିଛନ୍ତି ତ ତମର MCQ କଥା। ଚାଲ ଆମେ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବ, ବେଲ୍ ଆଇକନକୁ ଦବାଇ ଦେବ ନୂଆ ନୂଆ ନୋଟିଫିକେସନ୍ ପାଇଁ, ଲାଇକ୍ ସେୟାର କରିଦେବ। ତ ଦେଖିବା ପ୍ରଥମ କ୍ୱେଶ୍ଚିନ୍ କ'ଣ ଦେଇଛି। ତିନି ତୁଣ୍ଡର ପ୍ରଥମ କ୍ୱେଶ୍ଚିନ୍ 30ଟି କ୍ୱେଶ୍ଚିନ୍ ଆମେ ଆଜି ଆଲୋଚନା କରିବା। ତିନି ତୁଣ୍ଡରେ ପ୍ରାବନ୍ଧିକଙ୍କ କେଉଁ ପୁସ୍ତକରୁ ଆନିତ? ତିନି ତୁଣ୍ଡରେ ପ୍ରାବନ୍ଧିକଙ୍କ କେଉଁ ପୁସ୍ତକରୁ ଆନିତ? ଶୁଣ ପରୀକ୍ଷା, କଥା ଓ ଲଥା, ଗାଁର ଡାକ, କହି ନ ଜାଣେ। କ'ଣ ହବ ପିଲାମାନେ? ନା ତିନି ତୁଣ୍ଡର ପ୍ରାବନ୍ଧିକଙ୍କ କେଉଁ ପୁସ୍ତକରୁ ଅଛି? ନା ଶୁଣ ପରୀକ୍ଷା। କେଉଁ ପୁସ୍ତକ? ନା ଶୁଣ ପରୀକ୍ଷା। ନେକ୍ସଟ କ୍ୱେଶ୍ଚିନ୍, ଗଣତନ୍ତ୍ର ଶାସନରେ ଲୋକେ ନିଜେ ନିଜକୁ କ'ଣ କରନ୍ତି? ଗଣତନ୍ତ୍ର ଶାସନରେ ଲୋକେ ନିଜେ ନିଜକୁ କ'ଣ କରନ୍ତି? ଶୋଷଣ, ଉଦ୍ଧାର, ଶାସନ, ପୀଡ଼ନ। କ'ଣ କରନ୍ତି? ନା ଶାସନ। କ'ଣ? ନା ନିଜେ ନିଜକୁ ଶାସନ କରନ୍ତି। ନେକ୍ସଟ କ୍ୱେଶ୍ଚିନ୍, ଦୁଇ ବିରାଡ଼ିଙ୍କ ପରି କେଉଁମାନେ ଖାଲି ଓଠ ଚାଟି ମିଟି ମିଟି କରି ଅନାଇ ରହୁଛନ୍ତି? ଦୁଇ ବିରାଡ଼ିଙ୍କ ପରି କେଉଁମାନେ? ବିରାଡ଼ି, ନା ମାଙ୍କଡ଼, ନା ଜନତା, ନା ଶାସକ। କ'ଣ ହବ ପିଲାମାନେ? ନା ଜନତା। କ'ଣ? ନା ଜନତା। ନେକ୍ସଟ କ୍ୱେଶ୍ଚିନ୍, କେଉଁ ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନପାରେ? କେଉଁ ଶାସନରେ? ଗଣତନ୍ତ୍ର, ରାଜତନ୍ତ୍ର, ବ୍ୟକ୍ତିତନ୍ତ୍ର, ଅଭିଜାତତନ୍ତ୍ର। କେଉଁ ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନପାରେ? କ'ଣ ହବ? ନା ଗଣତନ୍ତ୍ର। କ'ଣ? ନା ଗଣତନ୍ତ୍ର ଶାସନରେ। ନେକ୍ସଟ କ୍ୱେଶ୍ଚିନ୍, ଗଣତନ୍ତ୍ର ଶାସନରେ ଲୋକେ କାହାକୁ ଶାସନ କରନ୍ତି? ଦେବୀ ଓ ଦେବତାଙ୍କୁ, ରାଜାରାଣୀଙ୍କୁ, ପ୍ରଜାକୁଳଙ୍କୁ, ନିଜେ ନିଜକୁ। ଗଣତନ୍ତ୍ର ଶାସନରେ ଲୋକେ କାହାକୁ ଶାସନ କରନ୍ତି? ନା ନିଜେ ନିଜକୁ। କାହାକୁ? ନା ନିଜେ ନିଜକୁ ଶାସନ କରନ୍ତି। ନେକ୍ସଟ କ୍ୱେଶ୍ଚିନ୍, କେଉଁ ଶାସନରେ ଶାସକ ଶାସିତ ଏକ ଅଭିନ୍ନ? କେଉଁ ଶାସନରେ? ରାଜତନ୍ତ୍ର ଶାସନ, ଗଣତନ୍ତ୍ର ଶାସନ, ଏକଛତ୍ରବାଦୀ ଶାସନ, ବିଦେଶୀ ଶାସନ। କେଉଁ ଶାସନରେ ଶାସକ ଶାସିତ ଏକ ଅଭିନ୍ନ? କେଉଁ ଶାସନ? ନା ଗଣତନ୍ତ୍ର ଶାସନରେ। କ'ଣ? ନା ଶାସକ ଶାସିତ ଏକ ଅଭିନ୍ନ। ନେକ୍ସଟ, ଗଣତନ୍ତ୍ରର ମେରୁଦଣ୍ଡ କ'ଣ? ଗଣତନ୍ତ୍ରର ମେରୁଦଣ୍ଡ ଲୋକପ୍ରତିନିଧି ମନୋନୟନ, ସୁଶାସନ, ଉଦାରଭାବ, ଭାତୃଭାବ। କ'ଣ ହବ ପିଲାମାନେ? ଗଣତନ୍ତ୍ରର ମେରୁଦଣ୍ଡ କ'ଣ? ନା ଲୋକ ପ୍ରତିନିଧି ମନୋନୟନ ହେଉଛି କ'ଣ? ନା ଗଣତନ୍ତ୍ରର ମେରୁଦଣ୍ଡ। ନେକ୍ସଟ, ବିରାଡ଼ି ବୈଷ୍ଣବମାନେ ଶାସନ କ୍ଷମତା ପାଇବା ଲୋଭରେ କ'ଣ ହେବାକୁ ବାହାରି ପଡ଼ନ୍ତି? ବିରାଡ଼ି ବୈଷ୍ଣବମାନେ ଭଡ଼ାଟିଆ ଲୋକ, ପ୍ରତିଦ୍ୱନ୍ଦ୍ୱୀ, ଜନତାର ପ୍ରତିନିଧି, ଶାସକ। ବିରାଡ଼ି ବୈଷ୍ଣବମାନେ ଶାସନ କ୍ଷମତା ପାଇବା ଲୋଭରେ କ'ଣ ହେବାକୁ ପିଲାମାନେ? କ'ଣ ହେବାକୁ ବାହାରି ପଡ଼ନ୍ତି? ନା ଜନତାର ପ୍ରତିନିଧି। କ'ଣ? ନା ଜନତାର ପ୍ରତିନିଧି। ନେକ୍ସଟ, ଶାସନ ପଦ୍ଧତି ଗୁଡ଼ିକ ମଧ୍ୟରେ କେଉଁ ଶାସନ ହିଁ ସର୍ବୋତ୍କୃଷ୍ଟ? ଏକଛତ୍ରବାଦ, ଗଣତନ୍ତ୍ର, ରାଜତନ୍ତ୍ର, ସାମ୍ୟବାଦ। କ'ଣ ହବ? ନା ଗଣତନ୍ତ୍ର। ଶାସନ ପଦ୍ଧତି ଗୁଡ଼ିକ ମଧ୍ୟରେ ଗଣତନ୍ତ୍ର ଶାସନ ହିଁ ସର୍ବୋତ୍କୃଷ୍ଟ। ନେକ୍ସଟ, ଗଣତନ୍ତ୍ର ଶାସନରେ ଶାସକ ଶାସିତ କିଭଳି ପ୍ରତୀୟମାନ ହେବା ଉଚିତ? ଗଣତନ୍ତ୍ର ଶାସନରେ ଏକ, ଅଭିନ୍ନ, ଭିନ୍ନ ଭିନ୍ନ, ଅଲଗା, ଅସହଜ। କ'ଣ ହବ? ନା ଗଣତନ୍ତ୍ର ଶାସନରେ ଶାସକ ଓ ଶାସିତ କିଭଳି ପ୍ରତୀୟମାନ ହେବା ଉଚିତ ପିଲାମାନେ? ନା ଏକ, ଅଭିନ୍ନ। କିଭଳି? ନା ଏକ ଓ ଅଭିନ୍ନ। ନେକ୍ସଟ, ଗଣତନ୍ତ୍ରରେ ଜନତା ଦ୍ୱାରା ଜନତାର ଶାସନ ପ୍ରତ୍ୟକ୍ଷ ନ ହୋଇ କିପରି ହେବା ସ୍ୱାଭାବିକ? ଗଣତନ୍ତ୍ରରେ ଜନତା ଦ୍ୱାରା ଜନତାର ଶାସନ ପ୍ରତ୍ୟକ୍ଷ ନ ହୋଇ କିପରି ହେବା ସ୍ୱାଭାବିକ? ପରୋକ୍ଷ, ମିଳିତ, ସ୍ୱତନ୍ତ୍ର, ସାବଲୀଳ। କିପରି ହେବା ଆବଶ୍ୟକ ପିଲାମାନେ? ନା ପରୋକ୍ଷ। କିପରି? ନା ପରୋକ୍ଷ। ନେକ୍ସଟ, ଲୋକ ପ୍ରତିନିଧି ମନୋନୟନ ଗଣତନ୍ତ୍ରର କ'ଣ ସଦୃଶ? ଲୋକ ପ୍ରତିନିଧି ମନୋନୟନ ଗଣତନ୍ତ୍ରର କ'ଣ ସଦୃଶ? ମେରୁଦଣ୍ଡ, ରାଜା,
ଈଶ୍ୱର ଭଗବାନ। କଣ ସଦୃଶ ପିଲାମାନେ? ନା ମେରୁଦଣ୍ଡ। କଣ ନା ଅପସନ୍ ଆଇ ହେଇଯିବ ମେରୁଦଣ୍ଡ। ନେକ୍ସଟ କ୍ୱେଶ୍ଚିନ୍, ସମଷ୍ଟିଗତ ପ୍ରଗତି କାହା ପରି କପୋଳ କଳ୍ପିତ? ସମଷ୍ଟିଗତ ପ୍ରଗତି ଆକାଶ କଇଁଆ, ଚିଲିକା ମାଛ, ଦିବା ସ୍ୱପ୍ନ, ଅଧୁରା ସ୍ୱପ୍ନ। ସମଷ୍ଟିଗତ ପ୍ରଗତି କାହା ପରି କପୋଳ କଳ୍ପିତ? କାହା ପରି? ନା ଆକାଶ କଇଁଆ। କାହା ପରି? ନା ଆକାଶ କଇଁଆ ପରି କପୋଳ କଳ୍ପିତ। ନେକ୍ସଟ, ଭାରତରେ ସାମାଜିକ ନ୍ୟାୟର ସ୍ୱରୂପ କିପରି? ଭାରତରେ ସାମାଜିକ ନ୍ୟାୟର ସ୍ୱରୂପ ଲଙ୍କାରେ ହରିଶବ୍ଦ ପରି, ଢୋଲ ଭିତରେ ମୂଷା ପରି, ବାପାରା ଢିଙ୍କିଗିଳି ପରି, ନା ଉଷୁନା ଧାନ ଗଜା ହେବା ପରି। ଭାରତରେ ସାମାଜିକ ନ୍ୟାୟର ସ୍ୱରୂପ ଲଙ୍କାର ହରିଶବ୍ଦ ପରି। ନେକ୍ସଟ, କୁସଂସ୍କାରପୂର୍ଣ୍ଣ ସାଧାରଣ ଶିକ୍ଷାବିହୀନ ସମାଜରେ କେଉଁ ଅଧିକାର? ଚିଲିକା ମାଛ ପରି ସ୍ୱପ୍ନିଳ ଓ ଦୁଷ୍ପ୍ରାପ୍ୟ। କୁସଂସ୍କାରପୂର୍ଣ୍ଣ ସାଧାରଣ ଶିକ୍ଷାବିହୀନ ସମାଜରେ କେଉଁ ଅଧିକାର? ଚିଲିକା ମାଛ ପରି ସ୍ୱପ୍ନିଳ ଓ ଦୁଷ୍ପ୍ରାପ୍ୟ। ବ୍ୟକ୍ତିଗତ ଅଧିକାର, ସମ୍ପତ୍ତିଗତ ଅଧିକାର, ଭୋଟଦାନ ଅଧିକାର, ସାମାଜିକ ଅଧିକାର। କଣ ହବ ପିଲାମାନେ? ନା ବ୍ୟକ୍ତିଗତ ଅଧିକାର। କଣ ନା ବ୍ୟକ୍ତିଗତ ଅଧିକାର। ନେକ୍ସଟ କ୍ୱେଶ୍ଚିନ୍ କଣ ଦେଇଛି? କାହାକୁ ଦେଖି ଗୋସାଇଁଙ୍କ ଦେହରୁ ଗମ ଗମ ଝାଳ ବୋହିଗଲା? କାହାକୁ ଦେଖି ଗୋସାଇଁଙ୍କ ଦେହରୁ ଗମ ଗମ ଝାଳ ବୋହିଗଲା? ରାଧୁ, ପାଣୁ, ଅଗାଧୁ, ସାଧୁ। କାହାକୁ ଦେଖି? ନା ପାଣୁ। କାହାକୁ? ନା ପାଣୁକୁ ଦେଖି ଗୋସାଇଁଙ୍କ ଦେହରୁ କଣ ହେଲା? ନା ଗମ ଗମ ହୋଇ ଝାଳ ବୋହିଗଲା। ନେକ୍ସଟ, କେତେ ବର୍ଷ ନ ପୁରିଲେ ତମର ବୁଦ୍ଧି ହୁଏ ନାହିଁ ବୋଲି ଗୋସାଇଁ ମହାରାଜ ପାଣୁକୁ କହିଛନ୍ତି? କେତେ ବର୍ଷ ନ ପୁରିଲେ? 80, 50, 60, 70। କେତେ ବର୍ଷ ନ ପୁରିଲେ ତମର ବୁଦ୍ଧି ହୁଏ ନାହିଁ ପିଲାମାନେ? ନା 60। କେତେ? ନା 60 ବର୍ଷ ନ ପୁରିଲେ ତମର ବୁଦ୍ଧି ହୁଏ ନାହିଁ ବୋଲି ଗୋସାଇଁ ମହାରାଜ ପାଣୁକୁ କହିଛନ୍ତି। ନେକ୍ସଟ କ୍ୱେଶ୍ଚିନ୍, କାହାକୁ ଦେଖି ପୁରୋହିତଙ୍କ ଛାତିରେ ପବନ ଅଟକିଗଲା? କାହାକୁ ଦେଖି? ଅଗାଧୁ, ଶ୍ୟାମ, ଦାମ, ରାଧୁ। କାହାକୁ ଦେଖି ପୁରୋହିତଙ୍କ ଛାତିରେ ପବନ ଅଟକିଗଲା? ନା ରାଧୁ। କାହାକୁ ଦେଖି? ନା ରାଧୁକୁ ଦେଖି। ନେକ୍ସଟ, ଚାରି ହାତିଆ ଠେଙ୍ଗା ଧରିଥିବା ବିରାଟକାୟ ପୁରୁଷଟି କିଏ? ଚାରି ହାତିଆ ଠେଙ୍ଗା ଧରିଥିବା ରାଧୁ, ମଧୁ, ଫଗୁ, ଅଗାଧୁ। ଚାରି ହାତିଆ ଠେଙ୍ଗା ଧରିଥିବା ବିରାଟକାୟ ପୁରୁଷଟି କିଏ? କିଏ? ନା ଅଗାଧୁ। କିଏ? ନା ଅଗାଧୁ। ନେକ୍ସଟ, ଆଜିର ଶିକ୍ଷିତ ଭୋଟଦାତା ମାନେ ଭୋଟ ଦେବାକୁ କଣ ହୋଇଥାନ୍ତି? ତତ୍ପର, ଉଦାସୀନ, ସଚେତନ, ଅଚେତନ। କଣ ହୋଇଥାନ୍ତି ପିଲାମାନେ? ନା ଉଦାସୀନ। କଣ? ନା ଉଦାସୀନ ହୋଇଥାନ୍ତି। ନେକ୍ସଟ, ଆଜିର ଜନତା ଜନାର୍ଦ୍ଦନ କାହା ପରି ଓଠ ଚାଟି ତରାଜୁ ଧରିବାକୁ ପ୍ରତିନିଧିମାନଙ୍କୁ ଅନାଇ ରହିଥାନ୍ତି? 2 ବିରାଡ଼ି, 2 ମାଙ୍କଡ଼, 2 ଭାଲୁ, 2 ଶୃଗାଳ। ଆଜିର ଜନତା ଜନାର୍ଦ୍ଦନ କାହା ପରି ଓଠ ଚାଟି ତରାଜୁ ଧରିଥିବା ପ୍ରତିନିଧିମାନଙ୍କୁ ଅନାଇ ରହିଥାନ୍ତି? କାହା ପରି ପିଲାମାନେ? ନା 2 ବିରାଡ଼ି। କାହା ପରି? ନା 2 ବିରାଡ଼ିଙ୍କ ପରି। ନେକ୍ସଟ, ଗଣତନ୍ତ୍ର ଶାସନରେ ଆମର ଆଜି ଏ ଅବସ୍ଥା ପାଇଁ ଆମେ କିଏ ଦାୟୀ? ଗଣତନ୍ତ୍ର ଶାସନରେ ଆମର ଆଜି ଏ ଅବସ୍ଥା ପାଇଁ କିଏ ଦାୟୀ? ଦେଶ, ଜନତା, ଆମେ ନିଜେ, ଆପଣମାନେ। କିଏ ଦାୟୀ ପିଲାମାନେ? ନା ଆମେ ନିଜେ। କିଏ? ନା ଆମେ ନିଜେ ଦାୟୀ। ନେକ୍ସଟ, କେଉଁମାନଙ୍କ ଦ୍ୱାରା ପ୍ରଚଳିତ ଶାସନ ହିଁ ଗଣତନ୍ତ୍ରର ପ୍ରଧାନ ପ୍ରକୃତ ବିଶେଷତ୍ୱ ବୋଲି କୁହାଯାଇପାରିବ? କେଉଁମାନଙ୍କ ଦ୍ୱାରା? ଗଣଙ୍କ, ଜଣଙ୍କ, ରାଜାଙ୍କ, ମନ୍ତ୍ରୀଙ୍କ। କେଉଁମାନଙ୍କ ଦ୍ୱାରା ପିଲାମାନେ? କେଉଁମାନଙ୍କ ଦ୍ୱାରା? ନା ଗଣଙ୍କ। କେଉଁମାନଙ୍କ ଦ୍ୱାରା? ନା ଗଣଙ୍କ ଦ୍ୱାରା। ନେକ୍ସଟ, ପୁରୋହିତ ନିଜ କରମକୁ ନିନ୍ଦି କାହାକୁ ଅଭିଶାପ ଦେଇ ଗାଁ ଆଡ଼କୁ ଖଣ୍ଡ ଦଉଡ଼ ଦେବାକୁ ଆରମ୍ଭ କଲେ? ପୁରୋହିତ ନିଜ କରମକୁ ନିନ୍ଦି ଗ୍ରାମବାସୀ, ଯଜମାନ, ରାଧୁ, ସାଧୁ। କାହାକୁ ପିଲାମାନେ ହବ? ନା ଯଜମାନେ। କଣ ହବ? ନା ଯଜମାନ। ନେକ୍ସଟ, ଗୋସାଇଁଙ୍କୁ ବାଟରେ ଭେଟିଥିବା 3 ଠକଙ୍କ ମଧ୍ୟରୁ ଶେଷ ଜଣକ କିଏ ଥିଲେ? ଏଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଗୋସାଇଁଙ୍କୁ ବାଟରେ ଭେଟିଥିବା 3 ଠକଙ୍କ ମଧ୍ୟରୁ ଶେଷ ଜଣକ କିଏ ଥିଲେ? ପାଣୁ ଥିଲେ, ରାଧୁ ଥିଲେ, ଅଗାଧୁ ଥିଲେ, ମଧୁ ଥିଲେ। କିଏ ଥିଲେ ପିଲାମାନେ? ନା ଅଗାଧୁ। କିଏ? ନା ଅଗାଧୁ ଥିଲେ। ନେକ୍ସଟ,
ଗଣତନ୍ତ୍ର ଶାସନ ହିଁ ଡ୍ୟାସ୍ ଶାସନ, ଏଥିରେ ସନ୍ଦେହ ନାହିଁ। ଶ୍ରେଷ୍ଠ, କନିଷ୍ଠ, ଅଦରକାରୀ, ଦରକାରୀ। ଗଣତନ୍ତ୍ର ଶାସନ ହିଁ ଡ୍ୟାସ୍ ଶାସନ। କେଉଁ ଶାସନ? ନା ଶ୍ରେଷ୍ଠ ଶାସନ। କେଉଁ ଶାସନ? ନା ଶ୍ରେଷ୍ଠ। ନେକ୍ସଟ, ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ ଭୋଟଦାତାମାନେ କଣ ହେବାକୁ ଉପଯୁକ୍ତ? ଲୋକ ପ୍ରତିନିଧି, ପ୍ରଶାସକ, ଅଧ୍ୟକ୍ଷ, ମନ୍ତ୍ରୀ। କଣ ହେବାକୁ? ନା ଲୋକ ପ୍ରତିନିଧି। କଣ? ନା ଲୋକ ପ୍ରତିନିଧି। ନେକ୍ସଟ, ଗଣଙ୍କ ଦ୍ୱାରା ଗଣଙ୍କ ପାଇଁ ଗଣଙ୍କ ଶାସନକୁ କଣ କୁହାଯାଏ? ରାଜତନ୍ତ୍ର, ପ୍ରଜାତନ୍ତ୍ର, ଗଣତନ୍ତ୍ର, ସ୍ୱତନ୍ତ୍ର। କଣ କୁହାଯାଏ ପିଲାମାନେ? ନା ଗଣତନ୍ତ୍ର। କଣ? ନା ଗଣତନ୍ତ୍ର। ନେକ୍ସଟ, ଅଧିକାର ତଥା କର୍ତ୍ତବ୍ୟ ଜ୍ଞାନ ସମ୍ବନ୍ଧରେ ଅଜ୍ଞ ଦେଶର ଜନତା ଉପରେ ଗୁଣ ଅପେକ୍ଷା କଣ ବିଶେଷ ଭାବେ କାମ କରେ? ଘୋଷଣା, ରାଜକୀୟ ଢଙ୍ଗ, ପ୍ରୋପାଗଣ୍ଡା, ସାଧୁତା। ଅଧିକାର ତଥା କର୍ତ୍ତବ୍ୟ ଜ୍ଞାନ ସମ୍ବନ୍ଧରେ ଅଜ୍ଞ ଦେଶର ଜନତା ଉପରେ ଗୁଣ ଅପେକ୍ଷା କଣ ବିଶେଷ କାମ କରେ ପିଲାମାନେ? କଣ? ନା ପ୍ରୋପାଗଣ୍ଡା। କଣ? ନା ପ୍ରୋପାଗଣ୍ଡା। ତ ଶେଷ କ୍ୱେଶ୍ଚିନ୍ ପିଲାମାନେ, ଗଣତନ୍ତ୍ରରେ ଜନତାର ଶାସନ କିପରି ହେବା ସ୍ୱାଭାବିକ? ପରୋକ୍ଷ, କଳ୍ପିତ, ସ୍ୱପ୍ନିଳ, ଦୁଷ୍ପ୍ରାପ୍ୟ। କଣ? ନା ପରୋକ୍ଷ। ତ ପିଲାମାନେ ତମମାନଙ୍କ ପାଇଁ ଏତିକି କ୍ୱେଶ୍ଚିନ୍ ନେଇ ଆସିଥିଲି, ତାକୁ ସମସ୍ତେ ପଢିବ, ବହୁତ ଗୁରୁତ୍ୱପୂର୍ଣ୍ଣ। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିବ। ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।